ଆଜ୍ଞା ଆପଣଙ୍କ ଘରେ ବି ଯଦି ରାସନ କାର୍ଡ଼ଟିଏ ଅଛି ନୂଆ ବର୍ଷରୁ ଆଉ ମିଳିବନି ଆପଣମାନଙ୍କୁ ସମସ୍ତଙ୍କୁ ରାସନ ଆଜ୍ଞା। ରାସନ କାର୍ଡ଼ରେ ଯେଉଁ 5 କିଲୋ ଚାଉଳ ପାଉଥିଲେ କିମ୍ବା 35 କିଲୋ ଚାଉଳ ପାଉଥିଲେ ଯାହା ବି ସବୁ ମାଗଣା ଚାଉଳ ମଧ୍ୟ ମିଳୁଥିଲା ସେ ମାଗଣା ଚାଉଳ କିମ୍ବା ମାଗଣା ରାସନ ଆଉ ମିଳିବ ନାହିଁ। ସରକାର କଲେ ଏଠାରେ ବଡ଼ ଘୋଷଣା ନୂଆ ବର୍ଷରୁ ଏମାନଙ୍କୁ ମିଳିବନି ଆଉ ରାସନ ଡିସେମ୍ବର 31 ସୁଦ୍ଧା ଆପଣମାନେ ଯଦି କରିନାହାନ୍ତି ଏ କାମଟି କରିନିଅନ୍ତୁ ନହେଲେ ଆଜ୍ଞା ଆପଣଙ୍କର ରାସନ କାର୍ଡ଼ରୁ ହାତ ଧୋଇବାକୁ ପଡ଼ିବ। ଏମିତି କହିବାର ତାତ୍ପର୍ଯ୍ୟ ହେଲା କ'ଣ ଆଜ୍ଞା ଆପଣମାନେ ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଆପଣମାନେ ଜାଣିପାରିବେ ଯେ ଆପଣଙ୍କର ରାସନ କାର୍ଡ଼ କଟୁଛି ନା ଆପଣଙ୍କର ରାସନ କାର୍ଡ଼ ରହୁଛି। ବହୁତ ଲମ୍ବା ଭିଡ଼ିଓ ଇଏ ହେବ ନାହିଁ ଛୋଟିଆ ଭିଡ଼ିଓଟିଏ ହେବ ଆପଣମାନେ ଧୈର୍ଯ୍ୟର ସହିତ ଟିକେ ଭିଡ଼ିଓଟିକୁ ଯଦି ଦେଖିଦେବେ ଆପଣମାନେ ଜାଣିପାରିବେ ଯେ ଆପଣଙ୍କର ରାସନ କାର୍ଡ଼ଟି ଆଜ୍ଞା ରହିବ ନା ପଳେଇବ। ଦେଖନ୍ତୁ ଜାନୁଆରୀ 1ରୁ ଏମାନଙ୍କୁ ଆଉ ମିଳିବନି ରାସନ ଯେଉଁଟାକି ଆଜ୍ଞା ବହୁତ ଦୁଃଖର କଥା। ସେମାନଙ୍କୁ ଅନେକ ଥର କୁହାଯାଇଥିଲା ଆପଣମାନେ କରିନିଅନ୍ତୁ ଏଇ କାମଟି କରିନିଅନ୍ତୁ କିନ୍ତୁ ଏତେ ଗାଲୁଆ ଲୋକ ଅଛନ୍ତି ଗାଲୁଆ କହିଲେ ଆଜ୍ଞା ଅତୃପ୍ତି ହେବ ନାହିଁ। କାହିଁକିନା ଦେଖନ୍ତୁ ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ଏଇଟା 6-7 ନମ୍ବର ବୋଧେ ଭିଡ଼ିଓ ବନାଉଛି ଏଇ ଟପିକକୁ ନେଇକି ଯେ ରାସନ କାର୍ଡ଼ରେ ଏଇ କାମ କରିଦିଅନ୍ତୁ ରାସନ କାର୍ଡ଼ରେ ଏଇ କାମ କରିଦିଅନ୍ତୁ ଏଇଠିକି ଯାଇକି ଏଇ କାମ କରିଦିଅନ୍ତୁ ଏଇଠି କଲେ ଏଇଟା ହେବ। ମୁଁ ଆପଣମାନଙ୍କୁ ଟିକିନିକି ବତାଉଛି ପୁଣି ଫେର ବି ଆଜି ବତାଉଛି ଆଜ୍ଞା। ଦେଖନ୍ତୁ ଆପଣମାନେ ମୋର ହେଲେ ସବସ୍କ୍ରାଇବର ଫ୍ୟାମିଲି ମେମ୍ବର ମୁଁ ଇନଏକ୍ଟିଭ୍ ହେଇଯାଇଥିଲି କିନ୍ତୁ ମୁଁ 2026ରେ ଆପଣମାନଙ୍କୁ ଭଲ ଭଲ କଣ୍ଟେଣ୍ଟ ଆଣିକି ଦେବି। ଆପଣମାନେ ସମସ୍ତେ ଧୈର୍ଯ୍ୟର ସହିତ ଭିଡ଼ିଓଟିକୁ ଦେଖନ୍ତୁ ଆପଣମାନେ ଜାଣିପାରିବେ। ଏଠାରେ କୁହାଯାଉଛି କ'ଣ ଆଜ୍ଞା ରାସନ କାର୍ଡ଼ ହିତାଧିକାରୀଙ୍କ ପାଇଁ ଏକ ଏହା ଗୁରୁତ୍ୱପୂର୍ଣ୍ଣ ସୂଚନା ଯେଉଁଟାକି ସମସ୍ତ ରାସନ କାର୍ଡ଼ଧାରୀ ହିତାଧିକାରୀଙ୍କୁ ଆଉ ଡିସେମ୍ବର 31 ପୂର୍ବରୁ ଯଦି ଆପଣମାନେ ଏଇ ଜରୁରୀ କାମଟି କରୁନାହାନ୍ତି ତାହେଲେ ରାସନ ଆଉ ମିଳିବ ନାହିଁ। ଦେଖନ୍ତୁ ଯଦି ଏହି କାର୍ଯ୍ୟ ସମୟ ମଧ୍ୟରେ ଶେଷ ନ ହୁଏ ତେବେ ଆପଣଙ୍କର ରାସନ ବନ୍ଦ ହୋଇଯିବ। ଆପଣମାନେ ଯଦି ଡିସେମ୍ବର 31 ପୂର୍ବରୁ ସେ କାମଟିକୁ କରୁନାହାନ୍ତି ଆପଣମାନଙ୍କୁ ଯେଉଁ କାମଟି କୁହାଯିବ କିମ୍ବା ଆଗରୁ କୁହାଯାଇଥିଲା ମଧ୍ୟ ଆପଣମାନେ ଯଦି କରିନାହାନ୍ତି ତାହେଲେ ଆପଣଙ୍କର ରାସନ କାର୍ଡ଼ କଟିଯିବ ଆଜ୍ଞା ଆପଣମାନଙ୍କୁ ଆଉ କିଛି ମିଳିବ ନାହିଁ। ତା ସହିତ ଏଠାରେ ଦେଖନ୍ତୁ ଆପଣଙ୍କର ରାସନ କାର୍ଡ଼ ସହିତ ଜଡ଼ିତ ଯେଉଁ 7ଟି ଆମର ସିଏମ୍ କିଷାନ PM କିଷାନ ସୁଭଦ୍ରା ଯୋଜନା ଅନେକ ଯୋଜନା ଯେଉଁ ରହିଛି ଏହିପରି ଆବାସ ଯୋଜନା ରହିଛି ତାପରେ ଗଲା ଯେ ଆମର ଅନ୍ତୋଦୟ ଗୃହ ଯୋଜନା ରହିଛି ଏହିପରି ଯେଉଁ ଯୋଜନା ଗୁଡ଼ାକ ଯୋଡ଼ିକି ହେଇକି ରହିଛି 7ଟି ଯୋଜନା ସେଇ 7ଟି ଯୋଜନାରୁ ମଧ୍ୟ ଆପଣଙ୍କର ନାଁଟି ଆଜ୍ଞା କାଟି ଦିଆଯିବ। ତେଣୁକରି ଆପଣମାନେ ଧୈର୍ଯ୍ୟର ସହିତ ଦେଖନ୍ତୁ ଆପଣମାନେ ଜାଣିପାରିବେ। ଏଠାରେ କୁହାଯାଉଛି କ'ଣ ପ୍ରକୃତରେ ଡିସେମ୍ବର 31 ପୂର୍ବରୁ ଆପଣଙ୍କ ରାସନ କାର୍ଡ଼ରେ KYC ସମାପ୍ତ କରିବା ବାଧ୍ୟତାମୂଳକ। ଆପଣମାନଙ୍କୁ ମୁଁ ଆଗରୁ ମଧ୍ୟ କହିଥିଲି ଆଜ୍ଞା ଯେ KYC କରିବା ନିହାତି ଜରୁରୀ ଅଟେ। ଆପଣମାନେ ଯଦି KYC କରୁନାହାନ୍ତି ଆପଣମାନେ ଯଦି KYC ପୂରଣ କରିନାହାନ୍ତି କିମ୍ବା ଆପଣଙ୍କର ବନ୍ଧୁ ବାନ୍ଧବ କିମ୍ବା ଆପଣଙ୍କର ପରିବାରର ଯେକୌଣସି ସଦସ୍ୟ ବାହାରେ କାମ କରୁଛନ୍ତି ଏହି ପର୍ଯ୍ୟନ୍ତ ଆସିପାରିନାହାନ୍ତି ସେମାନେ ଅନଲାଇନ୍ କରିବେ ନା ଅଫଲାଇନ୍ କରିବେ ଚାଲନ୍ତୁ ସେ ବିଷୟରେ ମଧ୍ୟ ମୁଁ କହିବି ଆପଣମାନେ ଜାଣିପାରିବେ। ଏଠାରେ ସରକାର ଆଗରୁ ମଧ୍ୟ ସମୟ ଦେଇଥିଲେ ଆଜ୍ଞା ଗୋଟେ 8 ମାସ 9 ମାସ ହେଲାଣି ସରକାର ସମୟ ଦେଲେଣି କିନ୍ତୁ ଏ ପର୍ଯ୍ୟନ୍ତ ବି ଆପଣମାନେ ଯଦି KYC କରିବାରୁ ବଞ୍ଚିତ ଅଛନ୍ତି ତାହେଲେ ଆପଣଙ୍କର ରାସନ କାର୍ଡ଼ଟି କଟିଯିବ। କାହିଁକିନା ଦେଖନ୍ତୁ ଏଠାରେ କୁହାଯାଉଛି ଯେ KYC ଆପଣମାନଙ୍କୁ କାର୍ଯ୍ୟାଳୟ ଯିବାକୁ ପଡ଼ିବ ନାହିଁ ଆପଣମାନେ ନିଜର ମୋବାଇଲ ଫୋନ୍ରେ ମଧ୍ୟ କରିପାରିବେ। ଯଦି ମୋବାଇଲ ଫୋନ୍ରେ ଆପଣମାନେ କରିପାରୁନାହାନ୍ତି ତାହେଲେ ଆପଣମାନେ ନିଜ ପାଖ ଡିଲରକୁ ଯାଇକି ଓଡ଼ିଶାର ଆପଣ ଯେକୌଣସି ଜାଗାରେ ରହିଥାନ୍ତୁ ନା କାହିଁକି ଓଡ଼ିଶାର ଡିଲରଙ୍କ ପାଖକୁ ଯାଇକି ଆପଣମାନେ କରିପାରିବେ। ବାହାର ଷ୍ଟେଟ୍ରେ ବାହାର ରାଜ୍ୟରେ ରହୁଥିଲେ ହେବ ନାହିଁ ଆପଣମାନଙ୍କୁ ମୋବାଇଲରେ କରିପାରିବେ ନହେଲେ ଆପଣମାନଙ୍କୁ ଓଡ଼ିଶା ଆସିବାକୁ ପଡ଼ିବ। ଦେଖନ୍ତୁ ସେ ଷ୍ଟେପ୍ ଗୁଡ଼ାକ କ'ଣ ଯେ ଦୁଇଟା ଆଜ୍ଞା ଆପ୍ଲିକେସନ୍ ଅଛି ମାଇ KYC ଗୋଟେ ଅଛି ଏବଂ ଆଧାର ଫେସ୍ RD ବୋଲିକି ଗୋଟେ ଆପ୍ ଅଛି। এই ଦୁଇଟା ଆପ୍କୁ ଆପଣମାନେ ଡାଉନଲୋଡ଼ କରିଦିଅନ୍ତୁ। ଡାଉନଲୋଡ଼ କଲା ପରେ ଏହାକୁ ଆପଣମାନେ ଖୋଲିବେ। ଖୋଲିଲା ପରେ ଏଠାରେ ଲଗ୍ଇନ୍ ସାଇନ୍ ଇନ୍ କରିବା ପାଇଁ ଚେଷ୍ଟା କରିବେ। ଚେଷ୍ଟା କଲା ପରେ ଆପଣମାନେ ସେଠାରେ ଆଧାର ନମ୍ବର ଆପଣମାନଙ୍କୁ ମାଗିବ ଆଧାର ନମ୍ବରଟି ସିମ୍ପଲି ଦେବେ। ଆଧାର ନମ୍ବରଟି ଦେଲା ପରେ ଆପଣଙ୍କର OTP ଯିବ ଆପଣଙ୍କର ଲିଙ୍କ୍ ଆଧାର କାର୍ଡ଼ରେ ଲିଙ୍କ୍ ଯେଉଁ ଅଛି ମୋବାଇଲ ନମ୍ବରଟି ସେଇଠିକି OTP ଯିବ। ସେ OTPକୁ ପୂରଣ କଲା ପରେ ଆପଣମାନଙ୍କର ସ୍କ୍ରିନ୍ରେ ଗୋଟେ ଅଲଗା ପ୍ରକାରର ଖୋଲିବ କ'ଣ ଆଜ୍ଞା ଦେଖନ୍ତୁ ସମସ୍ତ ସୂଚନା ସ୍କ୍ରିନ୍ରେ ପ୍ରଦର୍ଶିତ ହେବ। ଏହାପରେ ଫେସ୍ KYC ବିକଳ୍ପକୁ ଆପଣମାନେ ଚୟନ କରିବେ। ଫେସ୍ KYC ଜାଗାରେ ଆପଣମାନେ କ୍ଲିକ୍ କରିବେ। ତାପରେ ଏହି ପ୍ରକାର କ୍ୟାମେରା ଆପଣଙ୍କର ଚାଲୁ ହେବ। କ୍ୟାମେରାରେ ଫଟୋ ଆପଣମାନଙ୍କର ଉଠାଇବେ। ଶେଷରେ ଆପଣଙ୍କର ସେଠାରେ ଦାଖଲ କରିବେ ବା ସବମିଟ୍ରେ କ୍ଲିକ୍ କରିଦେବେ ଆପଣଙ୍କର KYC ଇଜିଲି ହୋଇଯିବ। ଯଦି ଆପଣମାନଙ୍କୁ ମୋବାଇଲ ଜିନିଷରେ ଏତିକି ଜଣା ନାହିଁ ଆଜ୍ଞା ମୋତେ ଆପଣମାନେ କମେଣ୍ଟରେ ଜଣାନ୍ତୁ ମୁଁ ଭିଡ଼ିଓ ବନେଇ ଦେବି। କାହିଁକିନା ଦେଖନ୍ତୁ ମୁଁ ବହୁତ ଦିନରୁ ଭିଡ଼ିଓ ପକାଉନଥିଲି ଆଜି ଯେହେତୁ ଭିଡ଼ିଓ ପକାଉଛି ମୋତେ ବି ଡର ଲାଗୁଛି
लाଗୁଛି ଯେ ଟ୍ୟୁଟୋରିଆଲ ଭିଡ଼ିଓ ବନେଇବି 2-3 ଘଣ୍ଟା ଦେବି ଯଦି ଆପଣମାନେ ନ ଦେଖିବେ ତାହେଲେ ଲାଭ କ'ଣ ଆପଣମାନେ ଦେଖନ୍ତୁ ଏ ଭିଡ଼ିଓଟିକୁ ଜାଣନ୍ତୁ ଆଉ ମୋତେ ଯଦି କହିବେ KYC ଅନଲାଇନ୍ କେମିତି କରାଯାଏ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଜଣେଇ ଦେବି ତା ବ୍ୟତୀତ ଆପଣମାନେ ଯଦି ବି ମୋବାଇଲରେ କରିପାରୁନାହାନ୍ତି ଆପଣମାନେ ପ୍ରଥମେ ମାଇ KYC ଆପ୍ ଖୋଲିବାକୁ ପଡ଼ିବ ତାପରେ ଆପଣଙ୍କର ସ୍ଥାନ ପ୍ରବେଶ କରିବେ ବା ଯେଉଁ ଏରିଆରେ ଆପଣମାନେ ରହୁଛନ୍ତି ସେ ଏରିଆଟିକୁ ଆପଣମାନେ କ୍ଲିକ୍ କରିବେ ସେଠାରେ ଯାଇକି ମଧ୍ୟ ଚେକ୍ କରିପାରିବେ ଯେ ଆପଣଙ୍କର କେଉଁଠି କ'ଣ ଅଛି ନହେଲେ ଆପଣମାନେ ପଚାରିକି ମଧ୍ୟ ଜାଣିପାରିବେ ଯେ ଆପଣଙ୍କର ଅଞ୍ଚଳରେ କେଉଁଠି ରାସନ ଦିଆହେଉଛି କେଉଁଠି ଚାଉଳ ଦିଆହେଉଛି ସେଇ ଜାଗାକୁ ଯାଇକି ମଧ୍ୟ ଆପଣମାନେ କରିପାରିବେ ବହୁତ ଇଜିଲି ଆପଣମାନଙ୍କର ଏଠାରେ ଫିଙ୍ଗର ପ୍ରିଣ୍ଟ ଆପଣଙ୍କର ମୁଡ଼ା ଆଙ୍ଗୁଠି ଯେଉଁ ରହିଛି ସେଇ ଆଙ୍ଗୁଠି ଟିପ ଚିହ୍ନ ନେବେ ନହେଲେ ଯେକୌଣସି ଆଙ୍ଗୁଠିରେ ମଧ୍ୟ ହୋଇଯାଏ ତାହା ଖାଲି କେବଳ ଯେ ସେଇ ବୁଢ଼ା ଆଙ୍ଗୁଠିରେ ହୁଏ ତାହା ନୁହଁ ସବୁ ଆଙ୍ଗୁଠିରେ ହୁଏ ଆପଣମାନେ ଯାଇକି ସେଠି KYC କରିକି ନିଜର ରାସନ କାର୍ଡ଼କୁ ଆଜ୍ଞା ବଞ୍ଚେଇ ଦିଅନ୍ତୁ ଏବେ ମଧ୍ୟ ସମୟ ରହିଛି ଆପଣମାନେ ଯଦି ହେଳା କରିବେ ଏ ପର୍ଯ୍ୟନ୍ତ ହେଳା କଲେଣି 6-7 ମାସ ପଳେଇଲାଣି ଫେର ବି ଯଦି ଆପଣମାନେ ହେଳା କରିବେ ତାହେଲେ ଆପଣଙ୍କର ରାସନ କାର୍ଡ଼ ଆଜ୍ଞା ଆଉ କେହି ବଞ୍ଚେଇ ପାରିବେ ନାହିଁ କଟିଯିବ ସିଧାସଳଖ ଭାବରେ ଆଉ ଯେଉଁ 7ଟି ଯୋଜନା ମିଳୁଛି ସେ 7ଟି ଯୋଜନାରୁ ମଧ୍ୟ ଆପଣମାନେ ବାଦ ପଡ଼ିଯିବେ ତେଣୁକରି ନିଶ୍ଚିନ୍ତ ଭାବରେ ଟିକେ ହୁସିଆର ହୁଅନ୍ତୁ ହୁସିଆର ହେଇକି ନିଜର ରାସନ କାର୍ଡ଼କୁ ଆପଣମାନେ ଏଠାରେ KYC କରିଦିଅନ୍ତୁ ଆଇ ହୋପ୍ ଭିଡ଼ିଓଟି ଆପଣମାନଙ୍କୁ ପସନ୍ଦ ଆସିଥିବ ଭିଡ଼ିଓ ଯଦି ଭଲ ଲାଗିଲା ଭିଡ଼ିଓଟିକୁ ଲାଇକ୍ କରନ୍ତୁ ଆମର ଚ୍ୟାନେଲରେ ଏହିପରି ଭିଡ଼ିଓ ଗୁଡ଼ାକ ଦେଖିବା ପାଇଁ ଆଜ୍ଞା ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ ଧନ୍ୟବାଦ।